মা বিন্ধ্যবাসিনী মন্দিরে চৈত্র মঙ্গলবার পূজার্চনা অনুষ্ঠিত। গজপতি জিলা সদর মহকুমা পারଳାଖେମୁଣ୍ଡି সীমান্তর পুରୁଣା ପାଟଣାର ଚାଙ୍ଗୁଡି ଗାଁରେ ଥିବା ମା ବିନ୍ଧ୍ୟବାସିନୀ ମନ୍ଦିର ପରିସରରେ ଚୈତ୍ର ମଙ୍ଗଳବାର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଚୈତ୍ର ମଙ୍ଗଳବାର ହୋଇଥିବାରୁ ଭକ୍ତମାନେ ମାଙ୍କୁ ଶାଢୀ, ଚୁଡି, ସିନ୍ଦୁର, ଅଳଙ୍କାର, ନଡିଆ, କଦଳୀ, ଧୂପ, ନୈବେଦ୍ୟ, ଫୁଲ, ଫଳ ପ୍ରଭୃତି ପୂଜା ସାମଗ୍ରୀ ସହ ସପରିବାର ବନ୍ଧୁବର୍ଗଙ୍କ ସହ ଆସି ପୂଜାର୍ଚ୍ଚନା କରିଥାନ୍ତି। ମାନସିକଧାରୀମାନେ ମଙ୍ଗଳବାର ଦିନ ଆସି ମୁଣ୍ଡନ ହୋଇଥାନ୍ତି। ଏହି ମନ୍ଦିରଟି ମହାରାଜା ଗୌରଚନ୍ଦ୍ର ଗଜପତି ପ୍ରତିଷ୍ଠା କରିଥିବା ଜଣାପଡିଛି। ବିନ୍ଧ୍ୟବାସିନୀ ମା ପ୍ରତ୍ୟକ୍ଷ ଦେବୀ ହୋଇଥିବାରୁ ବର୍ଷ ତମାମ ଭକ୍ତଙ୍କ ସମାଗମ ଦେଖାଯାଇଥାଏ। ଓଡ଼ିଶା ଓ ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ଏହି ମନ୍ଦିର ରହିଥିବାରୁ ଉଭୟ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ଭକ୍ତମାନଙ୍କ ସମାଗମ ଦେଖିବାକୁ ମିଳିଥାଏ। ଦୂର ଦୂରାନ୍ତରୁ ଭକ୍ତମାନେ ଆସି ମାଙ୍କ ପୂଜାର୍ଚ୍ଚନା କରିଥାନ୍ତି। ବିନ୍ଧ୍ୟବାସିନୀ ମାଙ୍କର ପର୍ବ ସକାଶେ ଏ ଚୈତ୍ର ମାସ ବାସ୍ତବିକ ଉତ୍ସବ ସକାଶେ ନବରାତ୍ର ଚାଲିଛି, କିନ୍ତୁ ଲୋକ ଗହଳିରେ ମାନସିକ ମାନେ ଯେଉଁମାନେ କରୁଛନ୍ତି ସେମାନଙ୍କ ମାନସ ପୂର୍ଣ୍ଣ ହୋଇଯାଉଛି। କିନ୍ତୁ ଲୁଗା ଲାଗି ଫୁଲ ଏସବୁ ବ୍ୟବହାର କରାଯାଉଛି। ନବରାତ୍ର ଗହଳିରେ ବହୁତ ଲୋକ ସାହାଯ୍ୟ କରି ଆସନ୍ତି ଓ ବହୁତ ଦର୍ଶନ କରନ୍ତି। ନଦିନୀ ମାଙ୍କର ପର୍ବ କଣ କାର୍ଯ୍ୟକ୍ରମ ଚାଲିଛି? ଦୀପ ବସା, ଲୁଗା ଲାଗି ଚାଲିଛି, ମାଙ୍କର ଭୋଗ ରାଗ ଏସବୁ ଚାଲିଛି। ଯିଏ ଯୋଉ ପୂର୍ଣ୍ଣ କରୁଛି ସେ ପୂର୍ଣ୍ଣ କାମ ହଉଛି। ଆଜି କେତେ ଦିନରେ ପହଞ୍ଚି ମାଙ୍କର? ମାଙ୍କର ଆଜି 6 ଦିନ ହେଲା ପୂଜା ଚାଲିଛି, କିନ୍ତୁ ରାମନବମୀ ଲାଷ୍ଟ ହବ। 19 ରୁ 27। ଏଇଟା ଗୋଟେ ହଁ, 3 ପୁରୁଷର ଗୌରଚନ୍ଦ୍ର ଗଜପତିଙ୍କ ପ୍ରତିଷ୍ଠା। ଗୌରଚନ୍ଦ୍ର କୃଷ୍ଣମୂର୍ତ୍ତି ତାଙ୍କର ଅମୃତ ଚାଲିଛି ପୂଜା। ମାଙ୍କର ମହିମା ଇଏ ଫୁଟି ବାରିଆ ମୂର୍ତ୍ତି ବିନ୍ଧ୍ୟବାସିନୀ ମା ରଜା ସ୍ଥାପନା ଆଣିକି କାନ୍ଦପୁର ଆଣିକି ସ୍ଥାପନା କରିଥିଲେ ଏଠି। ତେଣୁ କରିକି ପୂଜା ଚାଲିଛି। ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ ଓଡ଼ିଶା।